ଝିଅ ହଁ ଖାଉଛୁ? ହଁ ମୁଁ ଖେଚେଡି ଡାଲମା ଖାଉଛି ଆଉ ଆରେ କଣ ଖେଚେଡି ଡାଲମା ଭଲ ନୁହେଁ? ଭଲ ଯେ କାଟୁଛୁ ଫୁଲକୋବି ଭାଜିକି ଫୁଲକୋବି ଚିପ୍ସ କରିବୁ ସେଟା ଖାଇ ଭାତ ଡାଲମା କରିକି ଦେଇଛି। ଭାତ ନୁହେଁ ଖେଚେଡି। ହଁ ଖେଚେଡି ଡାଲମା। ଖେଚେଡି ଡାଲମା କରିଛି କଣ ହେଲା ଏଠୁ? ଫୁଲକୋବି କାଟି ଦେଇଥିଲି, କାଟି ରଖିଦେଇଥିଲି, ପୋକ ବାଛିକି ରଖିଦେଇଛି, ଫ୍ରିଜରେ ରଖିଦେଇଛି, ଆଉ ଦିନ କରିବା। ଫୁଲକୋବି କାଟିଦେଲ ପରା ହଁ କାହିଁ ଭଜା କୁଆଡେ ଗଲା? ଆରେ ଭଜା ଗରମ ଲାଗୁଛି, କିଚେନରେ କେତେ ଗରମ ଲାଗୁଛି ଜାଣିଛ ତ? ଗରମ ଦିନ ଟା ଗରମ ଲାଗୁଛି ଟାୱଲକୁ ଓଦା କରିଦବ ମୁଣ୍ଡରେ ଦେଇଦବ ରୋଷେଇ କରିବ। ମୁଣ୍ଡରେ ଦେଇ ରୋଷେଇ ତମେ କିନ୍ତୁ ମୁଣ୍ଡରେ ଦେଇ ରୋଷେଇ କରୁନ? ମାନେ ଏତେ ଝାଳ ବାହାରୁଛି ତମେ ଜାଣିଛ କି ନାଇଁ? ବହୁତ ଝାଳ ବାହାରୁଛି। ନାଇଁ ତମର ଟିକେ ଦୟା ମାୟା ନାହିଁ ନା କଣ? ଖେଚେଡି ସହିତ ଡାଲମା ତାର ମାନେ କମ୍ବିନେସନ ଟା ଭଲ, ସେଥିପାଇଁ କରିଦେଲି। ରାତିରେ କରିଦବ ଆଉ। ରାତିରେ କରିଦେବି? ହଁ ହଉ ହଉ କରିଦେବି କରିଦେବି। ରାତିରେ କରିବ ଡାଲମା ହେଇଥିପାଇଁ ଜାଣିଥିବ ସେ କଷି ରାତିରେ ରଖିବ ବୋଲି ଆଉ ଭଜା କରିବ ପୁଣି ରାତିରେ। ଓହୋ ଏମିତି କଥା କି? ଆଉ ରାତିରେ କରିନି ହେଲା, ଏଇ ଡାଲମା ସହିତ ଚଳେଇବ ହେଲା। କାଲି କରିଥିଲା ଫୁଲକୋବି ଚିପ୍ସ। ହଁ କରିଦେବି ଖାଇବ। ରାତିରେ କରିବ ନା ବିଶ୍ୱାସ ନାହିଁ, ମତେ କାଲିକି ହବ ଜଣା ପଡୁଛି ଆଉ। କଟା ହେଇକି ରଖା ହେଇଛି, ରାତିରେ ଚାନ୍ସ ନାହିଁ କରିବାର, କାଲିକି କରିବ ନାହିଁ ଜଣା ନାହିଁ, ପରଦିନ ଆଡୁ କରିବ ବୋଧେ। ହଉ ଆଜି ଏତେ ଖାଇଦିଅ ଚଳିବ। ନାଇଁ ନିନୁ ଭଲ ଲାଗୁନି କିରେ? ମୋ ପୁଅର ବହୁତ ପସନ୍ଦ ଖେଚେଡି ଡାଲମା ନା ନାଇଁ? ଭଲ ଲାଗୁଛି ନା ମା? ହଁ ଭଲ ଲାଗୁଛି। ହଉ ହଉ ଖାଅ।